ପିଲାମାନେ ଆମେ ପୂର୍ବ ଭିଡିଓରେ ସଭ୍ୟ ଜମିଦାର ଗଳ୍ପରେ ଥିବା ଗଳ୍ପର ସମ୍ପୂର୍ଣ୍ଣ କଥାବସ୍ତୁକୁ ଆଲୋଚନା କରିଥିଲେ। ଆଜିର ଏହି ଭିଡିଓରେ ଆମେ ଗଳ୍ପ ମଧ୍ୟକୁ ପ୍ରବେଶ କରିବା। ଗଳ୍ପରେ ଥିବା ବିଭିନ୍ନ କଠିନ ଶବ୍ଦ ଏବଂ ତାର ଅର୍ଥ ସହ ଭାବାର୍ଥକୁ ବୁଝିବାକୁ ଚେଷ୍ଟା କରିବା। ପିଲାମାନେ ବାମ ପଟରେ ଲାଲ ରଙ୍ଗରେ ଅନେକ ଗୁଡ଼ିଏ କଠିନ ଶବ୍ଦକୁ ଦର୍ଶାଇ ଦିଆଯାଇଛି ଏବଂ ସେହି କଠିନ ଶବ୍ଦର ଅର୍ଥକୁ ଡାହାଣ ପାର୍ଶ୍ୱରେ ଦର୍ଶାଇ ଦିଆଯାଇଛି ତାର ଅର୍ଥ। ତ ପିଲାମାନେ ଆଜି ଆମେ ଏହି ଭିଡିଓରେ ଏହି ଗଳ୍ପର ଭାବାର୍ଥକୁ ବୁଝିବାକୁ ଚେଷ୍ଟା କରିବା। ବାବୁ ବଳରାମ ବଳ କଲିକତା ବଡ଼ ବଜାରର ଜଣେ ଗଦିଆନ ମହାଜନ ଅଟନ୍ତି। ତ ଗଦିଆନ ଶବ୍ଦର ଅର୍ଥ ହେଲା ଯେ ବଙ୍ଗାଳୀ ବା ବଙ୍ଗ ପ୍ରଦେଶର ଲୋକଙ୍କୁ ବୁଝାଏ ଏବଂ ମହାଜନ ଶବ୍ଦର ଅର୍ଥ ହେଲା କି ଜଣେ ବ୍ୟବସାୟୀ ବା ସାହୁକାର କିମ୍ବା ଟଙ୍କା ଉଧାର ଦେଉଥିବା ଜଣେ ଧନୀ ବ୍ୟକ୍ତିକୁ ବୁଝାଇଥାଏ। ତ ଏଠି କୁହାଗଲା ଯେ ବାବୁ ବଳରାମ ବଳ କଲିକତାର ବଡ଼ ବଜାରରେ ଜଣେ ବଡ଼ ମହାଜନ ତଥା ବ୍ୟବସାୟୀ ଥିଲେ ବୋଲି କୁହାଯାଇଛି। ଉତ୍କଳର ସମସ୍ତ ବେପାରୀଙ୍କର ଦଣ୍ଡିଦାର। ଦଣ୍ଡିଦାର ଶବ୍ଦର ଅର୍ଥ ହେଲା ପିଲାମାନେ ନିୟନ୍ତ୍ରକ ଓ ମୁଖ୍ୟ ବ୍ୟବସାୟୀ। ଏଠି କୁହାଗଲା ଯେ ଓଡ଼ିଶାର ଅନେକ ବେପାରୀ ତାଙ୍କ ମାଧ୍ୟମରେ ବେପାର ତଥା ବ୍ୟବସାୟ କରୁଥିଲେ। ସମସ୍ତ ମାଲ ଆମଦାନୀ ରପ୍ତାନି ତାଙ୍କ ହାତ ବାଟେ ହେଉଥିଲା। ଯେତିକି ଏଠି କୁହାଯାଇଛି ଆମଦାନୀ ଶବ୍ଦର ଅର୍ଥ ହେଲା ଯେ ଯେକୌଣସି ଜିନିଷ ପତ୍ର ନିଜ ଅଞ୍ଚଳକୁ ଆସିବାଟାକୁ କୁହାଯାଉଛି ଆମଦାନୀ ଏବଂ ଯେକୌଣସି ଜିନିଷ ପତ୍ର ହେଲା ନିଜ ଅଞ୍ଚଳରୁ ଅନ୍ୟ ଅଞ୍ଚଳ ବା ଜାଗାକୁ ଯିବାଟାକୁ କୁହାଯାଉଛି ରପ୍ତାନି। ତ ଯେତିକି ସବୁ ଜିନିଷ ପତ୍ର ସବୁ ଆସୁଥିଲା ତାଙ୍କ ଦ୍ଵାରା ତାଙ୍କ ହାତ ବାଟେ ହେଉଥିଲା ବୋଲି କୁହାଯାଉଛି। ତାଙ୍କ ଦ୍ଵାରା ସେ ସବୁ ଜିନିଷ ପତ୍ର ଯିବା ଆସିବା କରୁଥିଲା। ଲକ୍ଷ ଲକ୍ଷ ଟଙ୍କାର କାରବାର। ତ ଏଠି କୁହାଗଲା ଯେ ତାଙ୍କ ହାତ ଦେଇକି ଲକ୍ଷ ଲକ୍ଷ ଟଙ୍କାର ମାଲ କିଣାବିକା ହେଉଥିଲା। ଢେର ବର୍ଷ ତଳର କଥା। ରେଳ ନାମ ତ କେହି ଶୁଣି ନଥିଲେ, ଷ୍ଟିମର ମଧ୍ୟ ଚଳୁ ନଥିଲା। ପିଲାମାନେ ଷ୍ଟିମର ଶବ୍ଦ ଏଠି ବ୍ୟବହାର କରାଯାଇଛି। ଆମେ ତ ରପ୍ତାନି ଜାଣିଲେ। ଷ୍ଟିମର ଶବ୍ଦର ଅର୍ଥ ହେଲା ବାଷ୍ପ ଚାଳିତ ଜାହାଜ ବା ଡଙ୍ଗାକୁ କୁହାଯାଇଛି। ତ ଏଇଟା ବହୁତ ପୁରୁଣା କଥାକୁ ଏଠି ଦର୍ଶାଇ ଦିଆଯାଇଛି ଯେ ଯେଉଁ ସମୟରେ କି ରେଳ ରେଳ ବି ଚାଲି ନଥିଲା ଏବଂ ଷ୍ଟିମର ମଧ୍ୟ ଚଳୁ ନଥିବା କଥାକୁ ଦର୍ଶାଇ ଦିଆଯାଇଛି। ତାପରେ କୁହାଗଲା ଯେ ବାଲେଶ୍ୱର ଜାହାଜରେ ମାଲ ଆମଦାନୀ ରପ୍ତାନି ହୁଏ। ତ ତେଣୁ ଏଠି କୁହାଗଲା ଯେ ତେଣୁ କଲିକତାରୁ ଜାହାଜ ଯୋଗେ ବାଲେଶ୍ୱର ବନ୍ଦରକୁ ମାଲ ଆସୁଥିଲା ବୋଲି ଏଠି କୁହାଯାଇଛି। କଲିକତା ଆମଦାନୀ ମାଲ ମଧ୍ୟରେ ଧୂଆଁପତ୍ର ପ୍ରମୁଖ ବୋଲି କୁହାଯାଇଛି। ତ ଏଠି ଆମେ ଜାଣି ରଖିବା ଯେ ଯେଉଁ କଲିକତାରୁ ଯେଉଁ ସବୁ ମାଲ ତଥା ଜିନିଷପତ୍ର ଆସୁଥିଲା ଓଡ଼ିଶାକୁ ତାହା ମଧ୍ୟରେ ଧୂଆଁପତ୍ର ହେଉଛି ମୁଖ୍ୟ ତଥା ପ୍ରଧାନ ମାଲ ବୋଲି କୁହାଯାଇଛି। ତାପରେ କୁହାଗଲା କଲିକତାରୁ ମାଲ ଆସି ବାଲେଶ୍ୱର ବନ୍ଦରରେ ଜାହାଜରୁ ଘାଟ ଭିଡେ। ଭିଡେ ଶବ୍ଦର ଅର୍ଥ ହେଲା ପାଖକୁ ପହଞ୍ଚିବାଟା। ତ କଲିକତା ବନ୍ଦରରୁ ଆ ତଥା କଲିକତାରୁ ମାଲ ଗୁଡାକ ଆସିଥାଏ ଆମ ଓଡ଼ିଶାର ବାଲେଶ୍ୱର ବନ୍ଦରକୁ ଆସି ପହଞ୍ଚିଥାଏ ବୋଲି କୁହାଯାଇଛି। ସେ ସ୍ଥାନରୁ ଶଗଡ଼ରେ ସମସ୍ତ ଉତ୍କଳକୁ ଚଲାଣ ହୁଏ। ଚଲାଣ ହୁଏ ଶବ୍ଦର ଅର୍ଥ ହେଲା ପିଲାମାନେ ପଠାଯାଏ ବା ରପ୍ତାନି କରାଯାଏ ବା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନକୁ ଚାଲାଣ କରାଯାଏ ବୋଲି କୁହାଯାଇଛି। ତ
ସେଠାରୁ ଶଗଡ଼ରେ ତଥା ଶଗଡ଼ ଗାଡ଼ିରେ ଓଡ଼ିଶାର ବିଭିନ୍ନ ସ୍ଥାନକୁ ମାଲ ପଠା ଯାଉଥିଲା ବୋଲି କୁହାଯାଇଛି। ଏଥିପାଇଁ ସମସ୍ତ ଉତ୍କଳରେ କଲିକତି ଧୂଆଁପତ୍ରର ନାମ ବାଲେଶ୍ୱରୀ। କଲିକତି ଧୂଆଁପତ୍ରର ନାମ ହେଲା ବାଲେଶ୍ୱରୀ। ତ କୁହାଗଲା ଯେ ଏହି ଧୂଆଁପତ୍ର ବାଲେଶ୍ୱର ଦେଇ ଆ, ହଁ ଏହି ଧୂଆଁପତ୍ରର ନାମ ଯୋଉ କୁହାଯାଇଛି ଯେ କଲିକତାର ଯେଉଁ ଧୂଆଁପତ୍ର ଆସେ ଉତ୍କଳକୁ ଏହାର ନାମ ରଖାଯାଇଥିଲା ବାଲେଶ୍ୱରୀ। କାହିଁକି କହିଲେ ଏଠି ଏହି ଧୂଆଁପତ୍ର ବାଲେଶ୍ୱର ଦେଇ ଓଡ଼ିଶାର ସବୁଆଡେ ଯାଉଥିବାରୁ ଏହାକୁ ବାଲେଶ୍ୱରୀ ବୋଲି କୁହାଯାଉଥିଲା। ଧୂଆଁପତ୍ରର ଅର୍ଥ ହେଲା ପିଲାମାନେ ତମ୍ବାଖୁ। ହେଲେ ବାଲେଶ୍ୱରୀ ଲୋକେ ଧୂଆଁପତ୍ର ଗଛ କେବେ ଦେଖି ନାହାନ୍ତି। ମାତ୍ର ମଜାର କଥା ହେଉଛି ଯେ ବାଲେଶ୍ୱରର ଲୋକମାନେ ଧୂଆଁପତ୍ର ଗଛ କେବେ ଦେଖି ନଥିଲେ। ଧୂଆଁପତ୍ର କାରବାର ବଡ଼ କଠିନ। ତ ଏଠି କୁହାଗଲା ଯେ ଧୂଆଁପତ୍ର କାରବାର ବା ବେପାର କରିବା ସହଜ ନଥିଲା। ଘୋଡ଼ା ଚଢ଼ା ମହାଜନ କଥା ପଦକେ ଘାସ କାଟେ, ଘାସ କଟା ଘୋଡ଼ା ଚଢ଼େ। ତ ଏହା ଘୋଡ଼ା ଚଢ଼ା ମହାଜନ ଏଠି କୁହାଗଲା ଯେ ଘୋଡ଼ା ଚଢ଼ା ମହାଜନ ଶବ୍ଦର ଅର୍ଥ ହେଲା ଜଣେ ଧନୀ ବା ସମ୍ଭ୍ରାନ୍ତ ବ୍ୟକ୍ତି। ଆ ଏହାର ସରଳ ଭାବାର୍ଥ ହେଲା ଯେ ଯେଉଁ ବ୍ୟକ୍ତି ଯେଉଁ କାମରେ ଅଭିଜ୍ଞ ସେ ସେହି କାମକୁ ଖୁବ୍ ସହଜରେ ଓ ଶୀଘ୍ର କରିପାରେ। ଯଦି କହିବାକୁ ଯିବା ଏଠାରେ ଘୋଡ଼ା ଚଢ଼ା ମହାଜନ ଘୋଡ଼ା ଚଢ଼ିବାରେ ଅଭିଜ୍ଞ, ତେଣୁ ସେ ଅଳ୍ପ ସମୟରେ ନିଜ କାମ କରିପାରେ। କିନ୍ତୁ ଘାସ କଟା ଲୋକ ଘୋଡ଼ା ଚଢ଼ିବାରେ ଅଭିଜ୍ଞ ନୁହେଁ, ତେଣୁ ତାଙ୍କ ପାଇଁ ଏହା କଷ୍ଟକର ଅଟେ। ତାପରେ କୁହାଗଲା ପିଲାମାନେ ମହାଜନେ ବୋଲନ୍ତି ଦକ୍ତା କାରବାର ଆଉ ଗୋଖର ସାପ ଖେଳେଇବା ଏକା କଥା। ତ ଦକ୍ତା ଶବ୍ଦର ଅର୍ଥ ହେଲା ପିଲାମାନେ ପାନ ସହିତ ଖିଆଯାଉଥିବା ଗୁଣ୍ଡ ତମ୍ବାଖୁକୁ କୁହାଯାଇଛି ଏଠି ଦକ୍ତା। ଆଉ ଗୋଖର ସାପ ବୋଲି ଆମେ ସମସ୍ତେ ଜାଣୁ ଯେ ବିଷଧର ସାପ ବୋଲି ଯାହାକୁ କହୁଛୁ ଆମେ। ତ କୁହାଗଲା ଯେ ଏଇ ଆ, ବକ୍ତା ବ୍ୟବସାୟ ତଥା ତମ୍ବାଖୁ ବ୍ୟବସାୟ ଏବଂ ଗୋଖର ସାପ ଖେଳେଇବାଟା ତ ବିଷଧର ସାପ ଖେଳେଇବାଟା ସମାନ କଥା ବୋଲି ଏଠି କୁହାଯାଇଛି। ତାପରେ କୁହାଗଲା ବାସନାରେ ରଙ୍ଗରେ ମାଲ ସମାନ। ବାସନାରେ ରଙ୍ଗରେ ମାଲ ସମାନ ଏହାର ଅର୍ଥ ହେଲା ବାହାରର ରୂପ ରଙ୍ଗ ଓ ସୁବାସ ସମାନ ହୋଇଥିଲେ ବି ଦୁଇଟି ଜିନିଷର ପ୍ରକୃତ ଗୁଣ ନିଶା ଓ ମୂଲ୍ୟ ସମାନ ନୁହେଁ। ତ ତେଣୁ ଏଠି କୁହାଗଲା ଯେ ଗୋଟିଏ ଉଚ୍ଚ ମାନର ତାକୁ ଅସଲି ବୋଲି ଆମେ କହୁଛୁ, ଆଉ ଗୋଟିଏ ହେଲା ନିମ୍ନ ମାନର ତାକୁ ନକଲି ବା ଆମେ ଶସ୍ତା ବୋଲି କହିଥାଉ। ତ ଏଠି କଣ କୁହାଗଲା ନା ଆ, ଦେଖିବାକୁ ଦେଖିବାକୁ ଏକା ଭଳି ହୋଇପାରେ, ମାତ୍ର ମହାପତ୍ରର ଦାମ ଗୁଣ ଅନୁସାରେ ବହୁତ ଅଲଗା ହେଉଥିଲା ବୋଲି କୁହାଯାଇଛି। ତାପରେ କୁହାଗଲା ସେହି ମାଲ ମହଣ 20 ତ ସେହି ମାଲ ମହଣ 40 ଟଙ୍କା। ତ ଏଠି ମାଲ ଶବ୍ଦର ଅର୍ଥ ଆମେ ଜାଣିଲେ ପିଲାମାନେ ମାଲ ଶବ୍ଦର ଅର୍ଥ ହେଲା ସାମଗ୍ରୀ ବା ଏଠି ତମ୍ବାଖୁକୁ କୁହାଯାଉଛି। ଧୂଆଁପତ୍ର ବା ତମ୍ବାଖୁ କୁହାଯାଇଛି। ମହଣ ଶବ୍ଦର ଅର୍ଥ ଗୋଟିଏ ଓଜନ ମାପିବାର ଏକ ପୁରୁଣା ପରିମାଣ ଯାହାକୁ ମହଣ ବୋଲି କୁହାଯାଇଛି। ତ ଏଠି କୁହାଗଲା ଯେ ସେହି ମାଲ ମହଣ 20 ତ ସେହି ମାଲ ମହଣ 40 ଟଙ୍କା। ଅର୍ଥାତ୍ ଆ, ଏକ ମହଣ ଧୂଆଁପତ୍ରର ଦାମ 20 ଟଙ୍କା ମଧ୍ୟ ହୋଇପାରେ, ଆଉ ଅନ୍ୟ ଏକ ମହଣର ଦାମ 40 ଟଙ୍କା ମଧ୍ୟ ହୋଇପାରେ। ତାପରେ କୁହାଗଲା ପିନ୍ଧରା ଦଣ୍ଡିଦାର ନ ଧରି ଲୋକେ ଧୂଆଁପତ୍ର କିଣିବାକୁ ଭରସନ୍ତି ନାହିଁ। ଭରସନ୍ତି ଶବ୍ଦର ଅର୍ଥ ହେଲା ପିଲାମାନେ ଏଠି ଭରସା କରନ୍ତି ବା ବିଶ୍ୱାସ କରନ୍ତି
ଚିହ୍ନରା ଦଣ୍ଡିଦାର ଶବ୍ଦର ଅର୍ଥ ହେଲା ଯେ ଚିହ୍ନା ବ୍ୟବସାୟୀ। ତ କୁହାଗଲା ଯେ ତେଣୁ ଆମେ ଯେତେବେଳେ ଧୂଆଁପତ୍ର କିଣିବା ବେଲେ ଜଣେ ଅଭିଜ୍ଞ ଓ ଭରସାଯୋଗ୍ୟ ଦଣ୍ଡିଦାରର ଆବଶ୍ୟକ ହେଉଥିଲା ବୋଲି ଆମେ କହିପାରିବା। ପରେ କୁହାଗଲା ବଳରାମ ବଳେ ବଳରାମ ବଳେ ଜଣେ ଚିହ୍ନରା ଏଥିପାଇଁ ଓଡ଼ିଶାରେ ନାମ ଡାକ। ନାମ ଡାକ ଶବ୍ଦର ଅର୍ଥ ହେଲା ଖ୍ୟାତି ବା ପ୍ରସିଦ୍ଧି ବା ସୁନାମ। ତ ଏଠି କୁହାଗଲା ଯେ ବଳରାମ ବଳ ଧୂଆଁପତ୍ରର ଗୁଣ ଓ ମାନ ଚିହ୍ନିବାରେ ବହୁତ ଅଭିଜ୍ଞ ଓ ଦକ୍ଷ ଥିଲେ। ସେଥିପାଇଁ ଓଡ଼ିଶାରେ ତାଙ୍କର ବହୁତ ନାମ ଓ ଖ୍ୟାତି ଥିଲା ବୋଲି କୁହାଯାଇଛି। ତ ପିଲାମାନେ ଆଜିର ଭିଡ଼ିଓରେ ଏତିକି। ପୁଣି ପରବର୍ତ୍ତୀ ଭିଡ଼ିଓରେ ଆମେ ଅବଶିଷ୍ଟାଂଶକୁ ଜାଣିବା, ଭାବାର୍ଥକୁ ବୁଝିବା। ଧନ୍ୟବାଦ। ଜୟ ହିନ୍ଦ।